ଗୋଟେ ସୁନ୍ଦର ଅବକାଶ ଦେଇଛନ୍ତି ତାଙ୍କ ବାକ୍ୟ ପୁଣି ଥରେ ଶୁଣିବା ପାଇଁ। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଆପଣମାନଙ୍କ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆଜିର ଅଧ୍ୟାୟରେ ଆମେ ଧ୍ୟାନ କରିବା ପ୍ରସଙ୍ଗଟି ହେଉଛି ଯିବାକୁ ତ ପଡ଼ିବ। ଯିବାକୁ ତ ପଡ଼ିବ। ଯଦି ଆପଣ ପ୍ରଭୁଙ୍କୁ ଗ୍ରହଣ କରିଛନ୍ତି, ସତ୍ୟତା ଜାଣିଛନ୍ତି, ଉଦ୍ଧାର ପାଇଛନ୍ତି, ଆପଣଙ୍କୁ ଅନ୍ୟମାନଙ୍କ କତିକି ତ ଯିବାକୁ ପଡ଼ିବ। ଯଦି ଜଣେ ଲୋକ ପବିତ୍ରାତ୍ମା ପାଇଛନ୍ତି, ସେ ଲୋକ କଦାପି କେବେ ହେଁ ନୀରବ ରହିପାରିବ ନାହିଁ। ସେ ଯିବ, ସେ କୋଉଠି ନା କୋଉଠି ଯିବ, କୋଉଠି ନା କୋଉଠି ସାକ୍ଷୀ ହବ। ସେ ନୀରବ ରହିପାରିବ ନାହିଁ, କାରଣ ପବିତ୍ରାତ୍ମା ହଉଛନ୍ତି ସାକ୍ଷ୍ୟମୟ ଆତ୍ମା। ପବିତ୍ରାତ୍ମା ହଉଛନ୍ତି ୱିଟନେସିଂ ସ୍ପିରିଟ। ସେ ନୀରବ ହୋଇ ବସନ୍ତି ନାହିଁ। ଆଜିର ସମୟରେ ଆମେ ଦେଖୁଛୁ ଯୋଉ ମଣ୍ଡଳୀର ଲୋକମାନେ କହୁଛନ୍ତି ମୁଁ ପବିତ୍ରାତ୍ମା ପାଇଛି, ଗୀତ ଗାଉଛନ୍ତି, ପରଭାଷା କହୁଛନ୍ତି, ଭାବବାଣୀ କହୁଛନ୍ତି, ଆଉ ମଣ୍ଡଳୀ ଭିତରେ ଭର୍ତ୍ତି ହେଇଛନ୍ତି, ବାହାରକୁ ଆଉ ଯାଉନାହାନ୍ତି। ତାଙ୍କର ଚାକିରୀ କ୍ଷେତ୍ରରେ, ତାଙ୍କର ବ୍ୟବସାୟ କ୍ଷେତ୍ରରେ, ତାଙ୍କର ସାହିରେ, ତାଙ୍କର ବସ୍ତିରେ, ତାଙ୍କର ଗାଁରେ, ତାଙ୍କର ବନ୍ଧୁମାନଙ୍କ ପାଖରେ କୋଉଠି ସେମାନଙ୍କ ସାକ୍ଷ୍ୟ। ଯଦି ପବିତ୍ରାତ୍ମା ପାଇଛନ୍ତି ଆପଣଙ୍କୁ ଯିବାକୁ ତ ପଡ଼ିବ। ପ୍ରେରିତ ତାର ପ୍ରଥମ ଅଧ୍ୟାୟ 8 ପଦ ଲେଖାଯାଏ, କିନ୍ତୁ ପବିତ୍ରାତ୍ମା ତୁମମାନଙ୍କୁ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ଏଠି ଲେଖାଯାଏ ଯେ ତୁମେ କଣ ହବ ନା ତୁମେ ସାକ୍ଷୀ ହବ। ଆପଣ ନୀରବ ରହିପାରିବେ ନାହିଁ। ଯଦି ଆପଣ ପବିତ୍ରାତ୍ମା ପାଇଛନ୍ତି ଆପଣ କେବେ ମଧ୍ୟ ନୀରବ ରହିପାରିବେ। ଆପଣଙ୍କୁ ଯିବାକୁ ପଡ଼ିବ। ଆପଣଙ୍କର ଗାଁ ପାଖକୁ ଯିବେ, ଆପଣଙ୍କ ସହର ପାଖକୁ ଯିବେ, ଆପଣଙ୍କ ଜିଲ୍ଲା ପାଖକୁ ଯିବେ, ଆପଣ ରାଜ୍ୟ ନହେଲେ ଦେଶ ନହେଲେ ବିଦେଶକୁ ଯିବେ, କିନ୍ତୁ ଆପଣ ଯିବେ। ସମସ୍ତେ ହୁଏତ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯାଇ ନପାରନ୍ତି, ଯିବା କଥା ଯାଇପାରନ୍ତି ନାହିଁ, କିନ୍ତୁ ସେମାନଙ୍କ ଗାଁ ପର୍ଯ୍ୟନ୍ତ ଯାଇପାରିବେ, ତାଙ୍କର ସହର ମଧ୍ୟରେ ରହିପାରିବେ, ତାଙ୍କର ଜିଲ୍ଲା ମଧ୍ୟରେ ଯାଇପାରିବେ, ତାଙ୍କର ରାଜ୍ୟ ମଧ୍ୟରେ ପାଖ ରାଜ୍ୟ ଗୁଡାକ ଯାଇ ତ ପାରିବେ। ଆପଣ ତ ଯାଇପାରିବେ ନା, ଆପଣଙ୍କୁ ଯିବାକୁ ପଡ଼ିବ। ଯଦି ଜଣେ ବ୍ୟକ୍ତି ସେ କହୁଛନ୍ତି ଯେ ମୁଁ ପବିତ୍ରାତ୍ମା ପାଇଛି, ତ ନିଶ୍ଚିତ ଭାବରେ ସେ ଲୋକ କଣ କରିବ? ସେ ଯିବ, ଯିବାକୁ ପଡ଼ିବ। ସେ ଆଜିର ସମୟରେ ମଣ୍ଡଳୀ ଜାଣି ନାହିଁ, ଯଦି ସେ ଯିବ ନାହିଁ ତାର ଅବସ୍ଥା କଣ ହବ? ପ୍ରେରିତ ତାର 8 ପର୍ବ 1 ପଦ ଦେଖିବେ, ସେଠି ଲେଖାଯାଉଛି କଣ ହେଲା, ନ ଯିବାରୁ କଣ ହେଲା। ନ ଯିବାରୁ କଣ ହେଲା ଏଠି ଆପଣ ଦେଖିପାରିବେ। ପ୍ରେରିତ 8 ପର୍ବ ତାର 1 ପଦ, ସାଉଲ ତାଙ୍କ ପ୍ରାଣନାଶରେ ସମ୍ମତ ଥିଲେ। ସେଇଦିନ ଜେରୁସାଲେମରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା। ସେଥିରେ ପ୍ରେରିତ ମାନଙ୍କ ଛଡା ଅନ୍ୟ ସମସ୍ତେ ଜିହୁଦା ପ୍ରଦେଶ ସମୀରଣ ଅଞ୍ଚଳ ସମୂହର ଚାରିଆଡେ ଛିନ୍ନ ଭିନ୍ନ ହୋଇଗଲେ। ତ ମୂଳ ବିଷୟ ଦେଖୁଛୁ, ଯଦି ଆପଣ ଭଲରେ ଯିବେ ନାହିଁ, ତାଡ଼ନା ହେଲେ ଆପଣ ଯିବେ। ଆପଣ ଦେଖନ୍ତୁ ଆପଣଙ୍କ ଜିଲ୍ଲାରେ ମଧ୍ୟ ଥରେ ତାଡ଼ନା ହେଇଥିବ, ଯୋଉଠି ଲୋକମାନେ ଛିନ୍ନ ଭିନ୍ନ ହେଇଗଲେ। କଣ ପାଇଁ? ଆପଣ ଗୋଟିଏ ଜିଲ୍ଲାରେ ରହିକି ଗୀତ ଗାଇଲେ, ଆରାଧନା କଲେ, ଘର ବାନ୍ଧିଲେ, ମିନିଷ୍ଟ୍ରି କଲେ, କିନ୍ତୁ ଆଗକୁ ଯାଇନାହାନ୍ତି। ନ ଯିବାରୁ କଣ ହେଇଛି? ତାଡ଼ନା ଆସିଛି। ତାଡ଼ନା ଆସିଲାରୁ ଛିନ୍ନ ଛତ୍ର ହେଇଛନ୍ତି, ତାପରେ ଯେ ସାକ୍ଷୀ ହେଇଛନ୍ତି। ଦେଖନ୍ତୁ ଅନେକଙ୍କୁ ତାଡ଼ନା ପରେ ବିଭିନ୍ନ ସ୍ଥାନରେ ମଣ୍ଡଳୀ ସ୍ଥାପନ କରିଛନ୍ତି, ଅନେକ ସ୍ଥାନରେ ସେବା କାର୍ଯ୍ୟ କରିଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ଯିବାକୁ ତ ପଡ଼ିବ। ଆପଣ ନୀରବ ରହିପାରିବେ ନାହିଁ, ଆପଣଙ୍କୁ ଯିବାକୁ ପଡ଼ିବ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି ପବିତ୍ରାତ୍ମାକୁ ପାଇଛନ୍ତି ଆପଣ ତ ଯିବେ। କାହିଁକି? ଯଦି ଯେତେବେଳେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଯୀଶୁଙ୍କୁ ପ୍ରଭୁ ଭାବରେ ଗ୍ରହଣ କରୁନାହାନ୍ତି, ସତ୍ୟତା ଜାଣୁନାହାନ୍ତି, ସେ ବିନାଶ ଆଡ଼କୁ ଯାଉଛନ୍ତି। ଆପଣଙ୍କୁ କହିବା ପାଇଁ ପଡ଼ିବ, ଆଉ ଆପଣ କହିବା ଦ୍ୱାରା ମୂଲ୍ୟ ଆପଣ ଦେବେ। ବିନା ମୂଲ୍ୟରେ ଆପଣ କହିପାରିବେନି, ଆପଣ ମୂଲ୍ୟ ଦେବା ପାଇଁ ପଡ଼ିବ। ଲୋକ ଆପଣଙ୍କୁ ଘୃଣିତ କରିବେ, ଲୋକ ଆପଣଙ୍କୁ ନିନ୍ଦା କରିବେ, ଅପମାନ କରିବେ, ଆପଣଙ୍କ ବିରୁଦ୍ଧରେ ନାନା ପ୍ରକାର ଅଭିଯୋଗ ମୋକଦ୍ଦମା ମଧ୍ୟ ଆପଣଙ୍କ ବିରୁଦ୍ଧରେ ଲାଗିପାରେ, କିନ୍ତୁ ଆପଣ କହିବା ପାଇଁ ପଡ଼ିବ। କାରଣ ଆପଣ ଭୁଲ କାମ କରୁନାହାନ୍ତି, ଆପଣ କୌଣସି ବିଭ୍ରାନ୍ତିକର କଥା କହୁନାହାନ୍ତି, ଆପଣ ଦେଶ ବିରୋଧୀ କଥା କହୁନାହାନ୍ତି, ଆପଣ ଜାତି ବିରୋଧୀ ଧର୍ମ ବିରୋଧୀ କଥା କହୁନାହାନ୍ତି, ଆପଣ ଲୋକମାନଙ୍କୁ ସତ୍ୟତା ଜଣାଉଛନ୍ତି, ସତ୍ୟ ପରମେଶ୍ୱରଙ୍କ ବିଷୟ ଜଣାଉଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, କହିବାକୁ ପଡ଼ିବ, ଯିବାକୁ ତ ପଡ଼ିବ। ଆସୁ ଆମେ ଚେଷ୍ଟା କରୁ ପ୍ରଭୁ ଯୀଶୁଙ୍କର ଆଗମନ ପୂର୍ବରୁ ଆମେ କଣ କରିବା ଅଛି? ଆମର ପ୍ରିୟଜନ ମାନଙ୍କ କତିକୁ, ଆମର ଗ୍ରାମାଞ୍ଚଳକୁ, ଆମର ସହର, ଆମର ବସ୍ତି, ଆମର ପାଖଆଖ ଅଞ୍ଚଳ, ଆମର ପରିଜନ, ଆମେ ଯିବାକୁ ପଡ଼ିବ। ଆମେ ସବୁବେଳେ ଗାଉ ସୁସମାଚାର ନେଇ ପ୍ରତି ଗାଁକୁ ଯିବା। କେବେ ଯିବେ? କୋଉଠି ଯିବେ? କୋଉ ଗାଁକୁ ଯାଉନାହାନ୍ତି। ଲୋକମାନେ ଖରା ଛୁଟିରେ ବୁଲିବା ପାଇଁ ଯାଉଛନ୍ତି, କିନ୍ତୁ
कौन पाख गाँ को सुसमाचार नहीं जाऊना टूरिस्ट प्लेस बुलाया जाऊँच अन्य गाँ बुलावा जाने पिकनिक मनवाई जाऊँच कि सुसमाचार कहवाक जाऊना प्रिय भाई भाई मैंने आज पीढ़ीर हिसाब प्रभु आज पीढ़ी ठार ने जदि आम समय लोक मैंने प्रभु को ग्रहण करूना सत्यता जानूना से आमे दायी अटू आमे दायी अटू देखो आमर राज्य रे आमर देश रे अनेक ग्रामांचल अच्छी अनेक जनजाति अच्छी से पर्यंत सत्य परमेश्वर को जानी ना से गाँव लोक मैंने से अंचल लोक मैंने प्रभु को जानिले आउ बाहरी आसिले कि लोक पाख जाना जदि आपण निज लोक पाखक जीवे ना किए जीव चेष्टा करवा आमको तो जीवाक पड़ो जदि जीवा नहीं विनष्ट हो जीवे विचार दिन आप कौन बोली कहले विचार दिन आप कौन बोली जनइबे तेणु आज बेल थाउ आसु प्रार्थना सहित आम जीवन को सजाड़ा पुणी जीवाई प्रस्तुत हो चकी बंद कर प्रार्थना करवा अनुग्रहकारी पिता आम मध्य अनेक प्रभु सत्यता जानिछु पवित्र आत्मा को पाइछु किंतु प्रभु आम अन्य मान को कहवाई पश्चात्पद होचु प्रभु आमको जीवाक पड़ो यह जानवाई साहाय्य कर आम नीरव रही न पारू जो सत्यता आम सहित अच्छी जो उद्धार आम जानिछु जो परित्राण कथा आम जानिछु आम नीरव रही न पारू प्रभु आम को कहवाई शक्ति दियो दुख आसु निंद आसु ताड़ना आसु अपमान आसु जेकोसी परिस्थिति मध्य प्रभु आपण कथा कहवाई शक्ति जगह प्रार्थना शुणिल धन्यवाद यीशु को प्रिय नाम मांगिली।